ସାର୍ ନମସ୍କାର। ନମସ୍କାର ନମସ୍କାର। ମୋ ଭାଇର କ'ଣ ହେଲା ଟିକେ ଦେଖନ୍ତୁ ଟିକେ। ଓହୋ ହୋ। ଆରେ ହେ ଇଏ କ'ଣ ଦୁଇଟା ଚାମଚ ଗିଳିଛି? ଆରେ ଇଏ ତ କାଲି ମୋ ପାଖକୁ ଆସିଥିଲେ, କାଲି ସନ୍ଧ୍ୟାବେଳେ ଆସିଥିଲେ ସେ। ନିଅ ତମ ସବୁ ମେଡ଼ିସିନ ଏଇଠି ରହିଲା ନିଅ ହେଲା। ଆଜ୍ଞା ସବୁ ଟ୍ୟାବଲେଟ୍ ଖାଇବା ପାଇଁ ପଡ଼ିବ? ସବୁ ଖାଇବାକୁ ପଡ଼ିବ ବୁଝିଲ। ସବୁ ଏ ସିରାପଟା ବି ଖାଇତେ ପଡ଼ିବ? ସବୁ ଖାଇବ। ତମେ ଫାଷ୍ଟ ଟାଇମ୍ ଖାଉଛ ବୋଧେ ମେଡ଼ିସିନ? ହଁ। ସେଇଥିପାଇଁ ଡରୁଛ ଆଉ। ଏଥିରେ ଡରିବାର କିଛି ନାହିଁ। ଏଇ ଯେଉଁ ସିରପଟା ଦେଖୁଛ ଏଇଟା ସକାଳେ 2 ଚାମଚ ଖାଇବ, ରାତିରେ 2 ଚାମଚ ଖାଇବ। ସକାଳୁ 2 ଚାମଚ ରାତିରେ 2 ଚାମଚ? ହଁ ହଁ 2ଟା ଚାମଚ ସକାଳେ 2ଟା ଚାମଚ ରାତିରେ। ଖାଇଲେ କିଛି କଷ୍ଟ ହବନି ତ? ଆରେ ଏଥିରେ କଷ୍ଟ ହବାର କ'ଣ ଅଛି? ଖାଇପାରିବ ଯାଅ। ସାର୍ 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 ଦେଖନ୍ତୁ ଦେଖନ୍ତୁ। ହଁ ହଁ ଦେଖୁଛି ବ୍ୟସ୍ତ ହୁଅନି ଦେଖୁଛି। ସାର୍ ଏଇଟା କାନରେ ଦିଅନ୍ତୁ। ଓହୋ ଦଉଛି। ହି ଇଜ୍ नो मोर। ସିଏ ଆଉ ନାହାନ୍ତି ଏ ଦୁନିଆରେ ନାହାନ୍ତି। କ'ଣ ହେଲା? ଆଁ? ତମେ ମୋ ଭାଇ କି ଔଷଧ ଦେଲ ସେ ମରିଗଲା? କ'ଣ ହେଲା? ଆରେ ମୁଁ କିଛି ଦେଇ ନାହିଁ। ଦେଇନ କେମିତି ସେ ମଲା? ଆରେ ସେ କ'ଣ କରୁଛି ମୁଁ କିଛି କହିପାରିବିନି। ଏମିତି କ'ଣ କି ଗୋଟେ ବେତାଳିଆ ଔଷଧ ଦେଇଛ ସେ ମରିଯାଇଛି? ନା ମୁଁ କିଛି କ'ଣ ହେଲା? ବଞ୍ଚାଅ ମାରନି ମତେ କଣ ହେଲା? କଣ ହେଲା ତମର? ମାରନି ବଞ୍ଚାଅ। ଏଇ କଣ ହେଲା? ଏଇ ମାରନି ଆରେ ସ୍ୱପ୍ନରେ ତମର ମାଡ କିଏ ଚାଲିଛି? ମୁଁ ସ୍ୱପ୍ନ ଦେଖୁଥିଲି। ଓହୋ ମଣିଷ ବଞ୍ଚିଗଲା ରେ। ଓହୋ ସକାଳେ ଆସିକି 8ଟା ହେଲାଣି, ତମେ କ୍ଲିନିକ ଯିବନି କି? ହଉ 2 ଗ୍ଲାସ ପାଣି ଆଣିଲ। ଓହୋ ହଉ ଆଣୁଛି, ହଁ। ତମେ ଜଲ୍ଦି ଉଠି ପଡ, କ୍ଲିନିକ ଯିବ। ହଁ ଯାଅ। ହଉ। ଓହ ହ୍ୟାଲୋ କିଏ କହୁଥିଲେ? ଆଜ୍ଞା ନମସ୍କାର। ହଁ ନମସ୍କାର। ମୁଁ ମିଷ୍ଟର ନାରାୟଣ ମିଶ୍ରଙ୍କ ସହ କଥା ହେଇପାରେ ହଁ କି? ମୁଁ କହୁଥିଲି। କ'ଣ ହେଲା କି? ଆଜ୍ଞା ଆପଣଙ୍କ ପାଇଁ ବିଜୟ ଫାଇନାନ୍ସରେ ଗୋଟେ ଲୋନ୍ ହଁ। ଅଫର ଅଛି, ନବା ପାଇଁ ଇଣ୍ଟରେଷ୍ଟ ଅଛନ୍ତି କି? ସକାଳୁ ଏକୁ ରାତି କେତେବେଳେ ପାଇଲା କେଜାଣି? ଆମର ତ ଲୋନ୍ ନବ କି? ସକାଳଟାରୁ ବି ଲୋନ୍ ଦେଲନି ନା ତମେ? ମୁଁ ତ ହେଲମେଟଟା ଭୁଲିଗଲି। ହେଇଠି ଶୁଣୁଛ? ହେଲମେଟଟା ଟିକେ ନେଇକି ଆସିଲ, ମୁଁ ଭୁଲିଗଲି। ଟିକେ ଜଲ୍ଦି ନେଇକି ଆସ, ମୋର ଲେଟ୍ ହେଉଛି। ତମର ଗୋଟେ ନିତିଦିନିଆ ଅଭ୍ୟାସ ହେଇଗଲାଣି, ଘରୁ ଆସିଲା ବେଳେ କିଛି ନା କିଛି ତମେ ଗୋଟେ ଭୁଲିକି ଆସିବ। ତମର ଗୋଟେ ଅଭ୍ୟାସ ହେଇଗଲାଣି ଆଉ। ଦିଅ ହେଲମେଟଟା। ମୁଁ ଭୁଲିକି ଆସିଛି କ'ଣ ସେମିତି? ଆଉ ମୁଁ ଜାଣି ଶୁଣିକି ଭୁଲୁଛି ନା ଆଉ ମୁଁ ଯିବାବେଳେ ତମକୁ ଟିକେ ଦେଖା କରିକି ନ ଗଲେ ମୋତେ କ'ଣ ଦିନଟା ସାରା ଭଲ ଲାଗିବ କି? ଯା ତମ ଘରକୁ ଯା ଯା ମୁଁ ଆସେ। ନମସ୍କାର ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଭଲ ଲାଗିବ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ହଁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେନି। ଆପଣଙ୍କର ଏଇ ଗୋଟିଏ ସବସ୍କ୍ରିପସନ୍ ମୋତେ ଆଗକୁ ନୂଆ ଭିଡ଼ିଓ ଆଣିବାରେ ସାହାଯ୍ୟ କରିବ। ଆସନ୍ତୁ ଏବେ ଭିଡ଼ିଓଟିକୁ ଏନ୍ଜୟ କରିବା। ଧନ୍ୟବାଦ। ଓହୋ ଖରା। ଭାଇ 4ଟା ପାନ ଦେଲ। ହଁ ନିହାତି। ଭାଇ ଆଉ କିଛି ଦେବି? ଚକୋଲେଟ୍ ଦେବି? ପୁଡ଼ିଆ? ଚକୋଲେଟ୍ 4ଟା ଦେଇଦିଅ ଆଉ। ଠିକ୍ ଅଛି। ହଁ ସାର୍ ନମସ୍କାର। ଶିବୁ ତ ଆଉ ଖବର କ'ଣ? ଆଜ୍ଞା ସାର୍ ଭଲ ସବୁ ସେଇଭଳିଆ ଆଉ। ସେଇଭଳିଆ କ'ଣ କହୁଛୁ? ତୋର ପରା ଏବେ ବାହାଘର ଗଲା। ହେଲେ ଆପଣଙ୍କୁ ତ କହିଥିଲି ବାହାରକୁ ଆସିବା ପାଇଁ, ଆପଣ ତ ଆସିଲେନି ଆଉ। ସରି ଭାଇ, ଯାଇପାରିଲିନି। ତୁ ତ ଜାଣିଥିବୁ ଆଉ, ଡାକ୍ତର ଲୋକ ନା, କେତେ ବ୍ୟସ୍ତରେ ରହୁଛି। ହଁ ଡାକ୍ତର ଲୋକଙ୍କ କଥା ଆଉ କ'ଣ କହିବି। ଶିବୁ ତୁ ଭାବିଛୁ ବୋଧେ ମୁଁ ଆସିଲିନି ବୋଲି ମୋ ମିଠା ଭାଗ ଉଡ଼ିଗଲା। ମୋ ମିଠା କାଇଁ? ହଉ ଏଇଟା ଗୋଟେ କଥା।
ଆପଣ କାହିଁ ବ୍ୟସ୍ତ ହଉଛନ୍ତି ମିଠା ଘର ପହଞ୍ଚିଯିବ ଆପଣ ଟେନସନ ନିଅନ୍ତୁନି। ହଁ ସାର୍ ନିଅନ୍ତୁ ଆପଣ ପାନ। ହଁ ହଁ ଧନ୍ୟବାଦ ଧନ୍ୟବାଦ। ଏ ଶିବୁ ଆଉ ମୋର ତେଣେ କେତେ କାମ ଅଛି ମୋର ଲେଟ୍ ହେଇଯାଉଛି ମୁଁ ଆସୁଛି ପରେ କଥା ହେବା ଆଉ। ଆଜ୍ଞା ଆଜ୍ଞା ହଉ, ଆଜ୍ଞା। ହଉ। ଆସେ। ରଙ୍ଗବତୀ କନକଲତା ହସି ପଦେ କହଲ କଥା। ହେଇ ଦେଖ ବେଗେଲ ଭାଇ କଣ ନେଇକି ଦଉଛି। ହସୁଛ କଣ ନା ହସୁଛ କଣ ତମେ ନିଜ କାମ ନିଜେ କରୁନ କାମ ଧରା ନାହିଁ ବିଛୁଆତି ଗୁଡିକା ରାଗୁଛ କଣ ବା? ମାନେ ରାଗିବିନି ରାଗୁଛ କାହିଁକି? ଆରେ ମୋର ପା ତମ ପାଇଁ ଜଅ କତୁରୁ ନିଅ ଧରିଲାଣି ରାଗିବିନି ଜାଗା ପହଞ୍ଚି ଗଲାଣି ବାଟ ଛାଡ ବା। ହଉ ଯାଉଛି ରାଗୁଛ କଣ ବା? ଆସନ୍ତୁ ଆସନ୍ତୁ। ନମସ୍କାର ସାର୍। ଆରେ ତମେ ତ କାଲି ଆସିଥିଲ। ହଉ ବସ ବସ ବସ। ଆଉ ଯାହା କହିଥିଲି ଟେଷ୍ଟ କରିକି ଆଣିବା କଥା ଆଣିଛ ତ? ଆଜ୍ଞା ରିପୋର୍ଟଟା ଦେଖିବା 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 କ'ଣ ରିପୋର୍ଟ ରହିଛି। ଆଜ୍ଞା କରି ଆଣିଛି ଏ ରିପୋର୍ଟଟା ଦେଖନ୍ତୁ ସାର୍। ଓଃ ଭାରି କଷ୍ଟ ସାର୍ ଭାରି ଯନ୍ତ୍ରଣା ହଉଛି ସାର୍। ଶୁଣନ୍ତୁ ତୁମକୁ ଗୋଟେ ରୋଗ ଧୀରେ ଧୀରେ ମାରୁଛି ବୁଝିଲ। ସାର୍ ଟିକେ ଧୀରେ ଧୀରେ କୁହନ୍ତୁ ପଛରେ ବସିଛନ୍ତି ଯଦି ଶୁଣିଦେବେ ନା ଧୀରେ ଧୀରେ କଣ ଏକାଥରକ ମାରିଦେବେ। କଣ ହେଲା? ମୁଁ ତୁମକୁ ମାରୁଛି? ଚାଲ ଆଜି ଚାଲ ମୋ ଜୀବନ ଗଲାଣି ଏକର ଫିସ୍ ଗଲାରେ। ଓଃ କି ସାଂଘାତିକ ଲୋକରେ। ଏ ବାବୁ ତମର କ'ଣ ହେଲା? ଆସ ଆସ ବସ। ସାର୍ ନମସ୍କାର ସାର୍। ହଁ ହଁ ନମସ୍କାର ନମସ୍କାର। ଭାରି ବ୍ୟସ୍ତ ଅଛ ଦେଖୁଛ। ଏ ଭାରି କଷ୍ଟ ହଉଛି ସାର୍ ଭାରି ଯନ୍ତ୍ରଣା ଓହୋ। ଆରେ ବାବୁ କ'ଣ ହେଇଛି ତ କୁହ ଆଗ। ସାର୍ ଏଇ ଜେରକ୍ସ ଟା କାଢିଥିଲି ଦେଖନ୍ତୁ କଣ ହେଇଛି କି କଷ୍ଟରେ ବାପ ଓହୋ। ଓ ମାଇ ଗଡ୍ ଏତେ ବଡ଼ କଣା। ତମ ଛାତିରେ ଏତେ ବଡ଼ କଣା କେମିତି ହେଲା? ଭାରି ସିରିୟସ୍ ଭାରି ଡେଞ୍ଜରିୟସ୍। ତମକୁ ଇମିଡିଏଟ୍ ଅପରେସନ କରିବାକୁ ପଡ଼ିବ। ମୋ ଛାତିର କଣା କିଏ କହିଲା? ମୁଁ ତ କାହିଁ ଜାଣିନି। ମୁଁ କ'ଣ ମିଛ କହୁଛି? ଦେଖୁନ ଏ କେତେ ବଡ଼ କଣାଟା ଗୋଟେ। ଇମିଡିଏଟ୍ ଅପରେସନ କରିବାକୁ ପଡ଼ିବ। ଭେରି ଡେଞ୍ଜରିୟସ୍। ଏ ଡାକ୍ତର ବାବୁ ମତେ ପୁରା ପାଇଲ୍ସ ହେଇଛି କହିଲେ ମୁଁ ଏଇ ଜେରକ୍ସ ଟା କାଢିକି ଆଣିଥିଲି। ବୁଝିଲେ ନା ଡାକ୍ତର ବାବୁ ତମେ ଏ ମଣିଷକୁ ମାରିଦବ ମୋର ଦରକାର ନାହିଁ ଏଠି ଟ୍ରିଟମେଣ୍ଟ ହବା। ମୋ ରିପୋର୍ଟ ଦିଅ ମୋ ଜେରକ୍ସ ଦିଅ ମୁଁ ଯାଉଛି ମୁଁ ନେଇକି ଯାଉଛି। ଆରେ ଆରେ ମୋ ଫିସ୍ ଟା ଫିସ୍ କଣ ହେଇଛି କହିଲା ଛାତି କଣା ହେଇ କରିଦେଲେଣି ଇଏକୁ ଫିସ୍ ଦେମି ରଖମ ତମ ଡାକ୍ତର ପଣିଆ। ଗୋଟିଏ ପଇସା ଇନକମ୍ ହେଲାନି ଆଜି। ହଉ ଛାଡ଼। ହଁ କ'ଣ ହେଲା କୁହ। ତମେ କାହା କିଛି ଆଣିବା କଥା କହିଥିଲ କି? କାଇଁ ନାହିଁ ତ କ'ଣ ହେଲା କି? ଶିବ ବୋଲି ଜଣେ ଲୋକ ଗୋଟିଏ ମାଟି ହାଣ୍ଡିରେ କଦଳୀ ପତ୍ର ସିଲ୍ କରି ଆଣି ଦେଇଯାଇଛନ୍ତି। କହିଛନ୍ତି ସେଇଟା କେବଳ ତମେ ଆସିଲେ ଖୋଲିବ। କ'ଣ ଅଛି କି ସେଥିରେ? ହଁ 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 ମୋର ମନେ ପଡ଼ିଲା। ସେ ଶିବୁ ବୋଲି ଗୋଟେ ପିଲାଟେ ସେ ଯୋଉ ଦେଖା ହେଇଥିଲା ମୁଁ ତାକୁ କହିଥିଲି ପଚାରିଲି ଯେମିତି ବାହାଘର ମିଠା ଖାଇବେ ଆଉ ସେ ବାହାଘର ମିଠା ଆଣିକି ଦେଇଥିବ ଆଉ ସେଥିରେ ସେ ମିଠା ଥିବ। ଆମେ ତାହେଲେ ଖାଇ ଦଉଛୁ। ନା 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 ମିଠା ମୁଁ କହିଦେଉଛି ଦେଖ ସେ ହାତ ମାରିବନି ସେ ମିଠାରେ ନେଇକି ରଖିଦେଇଥାଅ। ମୁଁ ଯିବା ପର୍ଯ୍ୟନ୍ତ ଅପେକ୍ଷା କର ମୁଁ ଗଲେ ଯାଇକି ଖୋଲିବା ହେଲା। ହଁ ହଁ ହଉ ଜଲ୍ଦି ଆସିବ ରଖୁଛି। ହଁ ହଁ ମୁଁ ଯାଉଛି ଏ ମୋ ସାଙ୍ଗେ ସାଙ୍ଗେ ଗଲି। ରଖ। ଓହୋ ଏ ଶିବକୁ କ'ଣ କହିବ? ବଢ଼ିଆ ପିଲାଟା କିନ୍ତୁ ଯାହା କହିବ କରିବ।
ଏ କହିଥିଲି ମିଠା କଥା ଆଣିକି ଦେଲା ନା ଆଉ ବଢିଆ ଥିଲା ମାନିବାକୁ ପଡିବ। ମୁଁ ଯାଏ ସିଆଡେ ମିଠା ମତେ ଅପେକ୍ଷା କରୁଛି ମିଠା। ସରପ୍ରାଇଜ ଦେଖ ତମ ପାଇଁ କଣ ଅଛି। ଆରେ ବାପରେ ବାପା ଗଲୁ ବୁଢା ହାତ ଧୋଇ ଆଇଲୁ ତୋ ପାଇଁ ସବୁ ଅପେକ୍ଷାରେ ଅଛୁ। ଆଉ ଅପେକ୍ଷା କରିହଉନି ମୋ ପାଟିରେ ପୁରା ଲାଳ ଗଡିଗଲା। ଦିନ ସାରା ପା ମୁଁ ହାଣ୍ଡି ଜଗିକି ବସିଛି। ଦିନ ସାରା କୁଣ୍ଢେଇ ଧରିକି ବସିଲୁନି ମିଠା ଖାଇବ ଏତେବେଳେ ଆଉ। ଆଉ ତ ବସି ରହିଲ କାହିଁକି ଯାଉନ ହାଣ୍ଡିଟା ଟିକେ ନେଇ ଆସିବ। ମୁଁ ଯାଏ ଗୋଡ ହାତ ଧୋଇକି ଆସେ। ଯାଅ 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 ଜଲ୍ଦି ଯାଅ। ଆରେ ଟିକେ ଅପେକ୍ଷା କର ସିଏ ଆସନ୍ତୁ। ଦେଖ ଲାଳର ନଦୀ ଗଡେଇ ଦେଲେଣି ଆଉ ଅପେକ୍ଷା କାହିଁ କରୁଛ? ଜଲ୍ଦି ବାଢ 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 ଇଏ ନହେଲେ ସବୁ ଇଏ ନଦୀ ବୁହେଇ ଦେବେ। ଆରେ ଅପେକ୍ଷା କାହିଁ କଲ କଭର ଜଲ୍ଦି ଖୋଲ 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 ଆରେ ଖୋଲ। ରୁହ ସମସ୍ତଙ୍କୁ ସମାନ ଭାଗ ମିଳିବ। ହଁ ଜଲ୍ଦି ଖୋଲ ଆଉ ଅପେକ୍ଷା କରି ହଉଛି ନା ଖୋଲ ଖୋଲ ଖୋଲ। ଟିକେ ଶୁଣିଲେ ହଁ କଣ ହେଲା ପୁଣି ଅଟକେଇଲୁ ଯେ? ଡାକ୍ତର ବାବୁ କଥା କଣ କି କିଛି ଦିନ ହେଲା ମୋ ପେଟଟା ଖାଲି ଖୁଞ୍ଚି ମୁଞ୍ଚି ହଉଛି। ଯାହା ଖାଇଲେ ମୋ ଦେହର ପା ଲାଗୁନି। ଦେଖୁନାହାନ୍ତି କେମିତି ଶୁଖିଗଲେଣି। ହଁ 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 ତତେ ଦେଖିଲେ ଲାଗୁଛି ତୁ ଶୁଖିଗଲୁଣି ବୋଲି। ଏକୁଟିଆ ତିନିଟା ଭଳିଆ ଦେଖା ହଉଛୁ କହିଲା କଣଟା ମୁଁ ଶୁଖିଗଲିଣି। ମୁଁ ସତ କହୁଛି ଡାକ୍ତର ବାବୁ ପେଟଟା ବହୁତ ଦିନ ହେଲା ଗଡ଼ବଡ଼ ହଉଛି। କିଛି ଗୋଟେ ମେଡିସିନ ଦିଅନ୍ତୁ। ଆରେ ଶିବୁ ସେମିତି କଣ ମେଡିସିନ ଦିଆଯାଏ? ଆଉ କଣ କରିବି କହୁନାହାନ୍ତି? ତୁ ଗୋଟେ କାମ କର ଶିବୁ ଝାଡାର ସାମ୍ପୁଲ ଟିକେ ନେଇକି ମୋ ଘରେ ଦେଇ ଆସିବୁ। ମୁଁ ତାକୁ ଟେଷ୍ଟ କରିକି ମୁଁ ତତେ ଠିକ୍ ମେଡିସିନଟା ଦେଇଦେବି ତାପରେ ଭଲ ହେଇଯିବ। ଆଜ୍ଞା ଆଜ୍ଞା ମୁଁ କାଲି ନେଇ ଦେଇ ଆସିବି। ହଉ ମୁଁ ଏବେ ଆସୁଛି ମୋର ବହୁତ ଲେଟ୍ ହେଇଗଲାଣି। ହଉ ମୁଁ ଆସିଲି ବାଏ। ତମ କାମରେ ଯାଉନ। ଆରେ ମିଠା ଆଣିକି ଯାଉଛୁ କୁଆଡେ? ଆରେ ଶିବୁ ଦେଇକି ଯାଇଥିଲା ସାମ୍ପୁଲ ପରୀକ୍ଷା କରି ତାକୁ ରିପୋର୍ଟ ଦେବା କଥା। ପରୀକ୍ଷା ସରିଲା ଆଉ ତାକୁ ନେଇ ରିପୋର୍ଟଟା ଦେବିନି ତାକୁ ଯାଏ ରିପୋର୍ଟଟା ଦେଇକି ଆସେ।